ଅଜାଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜପଥ ଅବରୋଧ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା। କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା କାଲସାପଦର ନିକଟରେ 41 ନମ୍ବର ରାଜ୍ୟ ରାଜପଥ ଉପରେ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କାଲସାପଦର ମୁଖ୍ୟ ରାସ୍ତାରେ। ସୂଚନା ମୁତାବକ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ନିଜର ମଜୁରୀ କାମ ସାରି କାଲସାପଦର ନିଜ ଗ୍ରାମକୁ ଯିବା ସମୟରେ ଏହିପରି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ଦିନବେଳେ ଏହି ରାସ୍ତାରେ ଭାରୀ ଯାନ ଯାତାୟାତ ପାଇଁ ବିରୋଧ କରୁଥିବା ବେଳେ ଆଜି ଏହି ଦୁର୍ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ଯୁବକଙ୍କ ନାମ ସନ୍ତୋଷ ବଳିଆର ସିଂ ବୋଲି ଜଣାପଡ଼ିଛି। ବୟସ 35 ବର୍ଷ ହୋଇଥିବା ବେଳେ ମୃତ ଯୁବକଙ୍କ 5ଟି ପିଲାଛୁଆ ଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ପୁଲିସ କିଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିଛି ସେ ବିଷୟ ତଦନ୍ତ କରିବା ସହିତ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଲୋକମାନେ ଉତ୍ତେଜିତ ହୋଇ ପଡ଼ିଛନ୍ତି। ଉତ୍ତେଜନା ଲାଗି ରହିଛି। ପୁଲିସ ଅଧିକ ତଦନ୍ତ କରୁଥିବା ସୂଚନା ରହିଛି। ତେବେ କିଛି ସମୟ ପରେ ତୁମୁଡ଼ିବନ୍ଧ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ପୁଣି ବୁଝାସୁଝା କରିବା ପରେ ରେଡ୍କ୍ରସ ପାଣ୍ଠିରୁ ଅର୍ଥ ରାଶି ଦେବା ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତ ଶରୀରକୁ ମେଡିକାଲ ପଠାଇଥିବା ସୂଚନା ରହିଛି। ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଶବ ମେଡିକାଲ ପଠାଯାଇଛି। ତେବେ ପରେ ପରିସ୍ଥିତି ଶାନ୍ତ ହୋଇଥିବା ବେଳେ ଏହି ଦୁର୍ଘଟଣାକୁ ନେଇ ଲୋକମାନେ ଭୟଭୀତ ହୋଇଥିବା ମଧ୍ୟ ସୂଚନା ରହିଛି।